ଆସନ୍ତୁ ଶୁଣିବା ମାନସୀଙ୍କ ପ୍ରଣୟ ଚିଟାଉ କ୍ରମରେ ହେମଶସ୍ୟ ପଢ଼ିଛ। ରଚନା ଡକ୍ଟର ମାୟାଧର ମାନସିଂ। ଟ୍ରେନିଂ କଲେଜ ହଷ୍ଟେଲ ପୋଷ୍ଟ ଚାନ୍ଦିନୀ ଚୌକ କଟକ 10/9/1933। ହୃଦୟର ଜ୍ୟୋତ୍ସ୍ନା ମୋର, ପ୍ରାଣର ଲକ୍ଷ୍ମୀ ମୋର, ସାନ ଭଉଣୀଟି ମୋର। ମୁଁ ଚିଠି ନଦେଲେ ମଧ୍ୟ ତମେ ଦେଇଥିଲେ ତମର ସମ୍ମାନ କମି ଯାଇଥାନ୍ତା ନା? ମୂର୍ଖ ବାଳିକା, ତମର ସମ୍ମାନ ଯେ ପ୍ରିୟ ପାଖରେ କେତେ ବଢ଼ିଥାନ୍ତା ତମେ ତ ଜାଣିପାରିଲନି। ତମର କ'ଣ ଆଉ ସେ ସ୍ନେହ ଅଛି କି? ସେଦିନ ଗଲାଣି। ସେ ବ୍ୟାକୁଳତା, ସେ ଉଦ୍ବେଗ, ସେ ପ୍ରଣୟ ସବୁ ଗଲାଣି ନା? ଯିବାର ତ କଥା। ଅଯୋଗ୍ୟଟା ପାଖେ ସ୍ନେହ କେତେଦିନ ରହନ୍ତା? ଭୁଲରେ ଯେତେଦିନ ରହିଯାଇଥିଲା ଯାଇଥିଲା, ଏଣିକି ସାବଧାନ ହେବା ଉଚିତ। ବୋଧହୁଏ ଯୋଗ୍ୟତର ବ୍ୟକ୍ତିର ସନ୍ଧାନରେ ଅଛ ନା? ସଖୀ ମୋର, ତମେ ଭାବୁଥିବ ମୁଁ ଜାଣି ଜାଣି ଚିଠି ଦେଇନି, କିନ୍ତୁ ତମେ ପ୍ରକୃତ କାରଣ ଜାଣିନ। ଏକ ତ ଦରିଦ୍ର ସ୍ୱାମୀର ସବୁବେଳେ ଟିକଟ ନଥାଏ, ଦ୍ୱିତୀୟରେ ହତଭାଗ୍ୟର ମାନସିକ ଅବସ୍ଥା କ୍ରମେ କ୍ରମେ ପ୍ରେମର ଏକାବେଳକେ ଅନୁପଯୁକ୍ତ ହୋଇ ଉଠୁଛି। ତମେ ଭାବୁଥିବ MA ପାସ୍ ପରେ ମୁଁ ଖୁସି ଥିବି। ବଡ଼ ଭୁଲ ତୁମର। ଖୁସି ଥିଲେ ତମ ପାଖକୁ ଚିଠି ଦିଅନ୍ତିନି। ତମର ସତୀ ଦେହ ଛୁଇଁ କହୁଛି ଲକ୍ଷ୍ମୀ, ଏହା ସତ୍ୟ, ବିଶ୍ୱାସ କର। ପ୍ରଥମ ଓ ପ୍ରଧାନ କାରଣ ହେଉଛି ସଂସାରର ଜଞ୍ଜାଳ। ଏତେ ଲୋକ ମୋତେ ଚାହିଁଛନ୍ତି, ସେମାନଙ୍କର ଦୁଃଖ ମୁଁ ଆଖିରେ ଦେଖୁଛି, ଅଥଚ କାହିଁ ସାହାଯ୍ୟ କରିପାରିଛି କାହାକୁ? ସେମାନଙ୍କୁ ମୁଁ କ'ଣ ମୋର ଏହି MA ପାସ୍ ସାର୍ଟିଫିକେଟ୍ ଦେଖାଇବି? ତାପରେ ସେହି ଅଭାବ ମେଣ୍ଟେନ୍ କରିବା ପାଇଁ ମୋତେ ଜୀବନବ୍ୟାପୀ କି ସଂଗ୍ରାମ କରିବାକୁ ହେବ? କେଉଁଠି ମାଷ୍ଟର ହୋଇ ଦିନଯାକ ବକର ବକର, ରାତିରେ କ୍ଳାନ୍ତ ହୋଇ ସାରା ଜୀବନଟା କଟିଯିବ ସିନା। କାହିଁ ମୋର ଉଚ୍ଚ ଆଦର୍ଶ? କାହିଁ ମୋର ମୁକ୍ତ ହସ୍ତ ତ୍ୟାଗ? କାହିଁ ମୋର ଜୀବନର ଉପଭୋଗ? ସାମାନ୍ୟ କେତେଟା ମୁଦ୍ରା ପାଇଁ ମୋତେ କି ଜଞ୍ଜାଳ ସବୁ ବରଣ କରିବାକୁ ହେବ ଭାବିଲେ ମୁଁ ହତବୁଦ୍ଧି ହୋଇଯାଉଛି। କ'ଣ କରିବି କହ ଲକ୍ଷ୍ମୀ? ତାପରେ ଏଣେ ବନ୍ୟା ବିତ୍ପାତ। ଅଗାଧୁ ଜେନା କରୁଣ ଭାବରେ ସାହାଯ୍ୟ ପାଇଁ ଲେଖିଛନ୍ତି, ତେଣେ ଦଦା ଲେଖିଛନ୍ତି, ରାମ ଅଭିମାନ କରି ନାନା କଥା କହି ପଠଉଛି। ଅପା ତ କେମିତି ଲେଖୁଛି ତମେ ଜାଣ। ମୁଁ କ'ଣ କରିବି କହ ବାୟାଣୀ ମୋର? ଏସବୁ ଦୁଶ୍ଚିନ୍ତା ଭିତରେ ମନରେ ସୁଖ ଶାନ୍ତି ଆସିବ କୁଆଡ଼ୁ? ତମେ ମଧ୍ୟ ଚିଠି ନ ଦେଇ ଅଶାନ୍ତି ବଢ଼େଇଛ ମୋର। ତମେ ଆଉ କ'ଣ ସେ ହେମ ହୋଇକରି ଅଛ କି? ଅପା ପାଖକୁ ଖଣ୍ଡେ ଚିଠି ଦେଇଛି, ତାକୁ ନାଇଁ କରି ଦେଇଛି ଯେ ମୁଁ ଯିବିନି। ଗଲେ ମୋତେ ସାହାଯ୍ୟ ପାଇଁ ଖାଇଯିବେ। ମୁଁ କି ଉତ୍ତର ଦେବି? କି ଆଶ୍ୱାସନା ଦେବି? ବରଂ ଦୂରରେ ରହିବା ଭଲ। ଯିଏ ଯାହା କହନ୍ତୁ ପଛେ। ତମେ କ'ଣ କହୁଛ କହିଲ? ହେମଶସ୍ୟର ବିକ୍ରୟଲବ୍ଧ ଧନ ଆମ ଗାଁକୁ ଦେବି ବୋଲି ସ୍ଥିର କରି ବିକୁଛି। କିଛି ହେବାର ଆଶା ଅଛି। ତମେ ସେଠି କିଛି ବିକେଇ ପାରିବ କି? କହିଲେ ଦୁର୍ଗା ହାତରେ ପଠାଇ ଦିଅନ୍ତି। ପାରିକୁଦ ସମ୍ବନ୍ଧରେ ସମାଜରେ ଯାହା ବାହାରେ ପଢ଼ୁଛ କି? ମୁଁ ମଧ୍ୟ ଥରେ ଲେଖିଥିଲି। ସହକାରରେ ହସ କୌତୁକ କଥା ଯାହା ଲେଖିଥିଲ, ସେଥିଲାଗି ଭଗବାନ ପତି ଦାୟୀ। ମୁଁ ତାକୁ ଦେଇଛି ପଦେ ପଦେ ଶୁଣେଇ। ଏବେ କଲେଜର କିଏ ଗୋଟେ ପିଲା ଶୋଧିଥିବାର ସେ କହୁଥିଲା। ତମେ ମଧ୍ୟ ଦିଅ କିଛି ଶୁଣେଇ। ଗତ ସଂଖ୍ୟା ସହକାରରେ ହେମଶସ୍ୟ ପଢ଼ିଛ? କହ ଲକ୍ଷ୍ମୀ, କେମିତି ଲାଗିଲା? ତମରି ଲାଗି ଯେ ସବୁ ମୁଁ ଲେଖେ। ତମର ସ୍ୱାସ୍ଥ୍ୟ କିପରି ଅଛି? ବାଳ ଓ ଦେହ କିପରି ଅଛି ଲେଖ। ତମେ ମିଶ୍ରିପଣା ପିଉଛ? ଲେମ୍ବୁଟା ଦେହକୁ କୃଶ କରେ ବୋଲି ଶୁଣିଛି, ମହୁ ମଧ୍ୟ। ତମେ ବୁଝ, ଆଦୌ ଅବହେଳା କରନି। ମୋର ସେ ସ୍ୱର୍ଣ୍ଣ ଦେହ, ସେଥିରେ ତମର ଅନଧିକାର ଚର୍ଚ୍ଚା ସୁନ୍ଦର ନୁହେଁ। ଏପର୍ଯ୍ୟନ୍ତ ସ୍ନେହବଶତଃ ଶାସ୍ତି ଦେଉନି। ଏଥର ଅବହେଳା କଲେ ଶାସ୍ତି କିପରି କଠୋର ହେବ ନିଜେ ଜାଣିବ। ମୋର ସ୍ୱାସ୍ଥ୍ୟ ଭଲ ନାହିଁ। ମୁଁ କାହିଁକି କେଜାଣି ଶୁଖି ଯାଉଛି। ମନର ଏ ଦୁଶ୍ଚିନ୍ତା ଯୋଗୁଁ ବୋଧ ହୁଏ। ତମେ ଚିଠି ନ ଦେଇ ବଡ଼ ଖରାପ କରୁଛ। ମୁଁ ଅନେକ ସମୟରେ ଖରାପ ଚିନ୍ତା କରି ପକାଉଛି। ଧନ ମୋର,
ହାତ ଧରି କହୁଛି, ନିୟମିତ ଚିଠି ଦିଅ। ମୋ ଉପରେ ଅଭିମାନ କଲେ ତମ ପ୍ରିୟର କ୍ଷତି, ଅର୍ଥାତ୍ ତମର କ୍ଷତି। ହୃଦୟର ଚନ୍ଦନ ମୋର, ଚିଠି ଦେବନି ତମର ପ୍ରିୟ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ମାନସୀଙ୍କ ପ୍ରଣୟ ଚିଟାଉ କ୍ରମରେ ଚିଠି ହେମଶସ୍ୟ ପଢ଼ିଛ କି? এই ଚିଠିଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।